ମୁଁ ସୁପ୍ରିୟା। ଦେଶର ଏକ ଚର୍ଚ୍ଚିତ ନିର୍ବାଚନ ସରିଛି, ତାହା ହେଉଛି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ। ଅନ୍ୟ ନିର୍ବାଚନ ତ ସରିଛି, କିନ୍ତୁ ତାକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ଅଧିକ ଚର୍ଚ୍ଚା ପଶ୍ଚିମବଙ୍ଗକୁ ନେଇ ରହିଛି। ପଶ୍ଚିମବଙ୍ଗର ନିର୍ବାଚନରେ ହାର ଜିତ ମଧ୍ୟ ସ୍ପଷ୍ଟ ହୋଇସାରିଛି। ବିଜେପି ବିପୁଳ ବିଜୟ ସହ ସେଠି କ୍ଷମତାରେ ବସିବାକୁ ଯାଉଛି ଏବଂ ଦିଦି ପରାଜିତ ହୋଇଛନ୍ତି। କିନ୍ତୁ ଗୋଟିଏ କଥାକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା, ତାହା ହେଉଛି ପରାଜିତ ହେବା ସତ୍ତ୍ୱେ ସେ କହିଛନ୍ତି ମୁଁ ହାରି ନାହିଁ, ମୋତେ ଅନୈତିକ ଭାବରେ ହରାଇ ଦିଆଯାଇଛି, ଏହା ଗଣତାନ୍ତ୍ରିକ ମତାଧିକାର ନୁହେଁ, ତେଣୁ ମୁଁ ଇସ୍ତଫା ଦେବି ନାହିଁ। ଏଭଳି ମନ୍ତବ୍ୟ ପରେ ପଶ୍ଚିମବଙ୍ଗ ରାଜନୀତି ଆହୁରି ରୋଚକ ହୋଇଛି, ଦେଶର ରାଜନୀତି ଆହୁରି ରୋଚକ ହୋଇଛି। ସମସ୍ତେ ଏହାର ସାମ୍ବିଧାନିକ ସଙ୍କଟ ଦିଗକୁ ଇସାରା କରୁଛନ୍ତି, କିନ୍ତୁ ସମସ୍ତେ ଜାଣିଛନ୍ତି ଯେ ଦିଦି ଏହାକୁ ପ୍ରତୀକାତ୍ମକ ଭାବେ କରୁଛନ୍ତି, କିନ୍ତୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିପାରେ। ଏଭଳି ପ୍ରସଙ୍ଗରେ ଆମେ ଅଧିକ ଆଲୋଚନା କରିବା। ଆମ ସହିତ ବରିଷ୍ଠ ସମୀକ୍ଷକ ବିଜୟ ସାହୁ ରହିଛନ୍ତି। ବିଜୟ ବାବୁ, ସ୍ୱାଗତ କରୁଛି ଆଲୋଚନାକୁ। ଅନେକ କିଛି ଘଟିଗଲାଣି। ଲମ୍ବା ଚୌଡ଼ା ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ତାଙ୍କ ମନର କଥା କହିସାରିଛନ୍ତି। ସେ ଇସ୍ତଫା କାହିଁକି ଦେବେ ନାହିଁ ମଧ୍ୟ ତାକୁ କହିସାରିଛନ୍ତି, କିନ୍ତୁ ବର୍ତ୍ତମାନ ତାର ସାମ୍ବିଧାନିକ ଦିଗକୁ ନେଇକରି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କର ଯୋଉ ଗଠନକୁ ନେଇକରି ଚର୍ଚ୍ଚା ପୁଣି ହେଇଛି, ଯାହା ବହୁତ ଦିନରୁ ଲମ୍ବିତ ଥିଲା। କଣ କହିବେ? ପ୍ରଥମେ ଆମେ ଏଇ ଯୋଉ ମମତାଙ୍କର ଇସ୍ତଫା ନେଇକରି ଯୋଉ ପ୍ରଶ୍ନ ଉଠେଇଛନ୍ତି, ଆମର କିଛି ସେମିତି ସମ୍ବିଧାନରେ ନାହିଁ ଯେ ଗୋଟିଏ ମୁଖ୍ୟମନ୍ତ୍ରୀ ହାରିଗଲେ ବା ତାଙ୍କ ଦଳ ହାରିଗଲେ ଇସ୍ତଫା ଦେବାକୁ ପଡିବ। ବୁଝିପାରିଲେ? ଏଟା ଗୋଟେ ପରମ୍ପରା ଏବଂ ଇସ୍ତଫା ଦେବା ପରେ ବି ସେ ମୁଖ୍ୟମନ୍ତ୍ରୀ ରହୁଥିଲେ ଟିଲ୍ another government is installed। ଏଇଟା ହଉଛି ପରମ୍ପରା। ସେ ଇସ୍ତଫା ଦେବେନି। ଯୋଉଦିନ ଗଭର୍ଣ୍ଣମେଣ୍ଟ ଫର୍ମ ହବ ସେଦିନ ଅଟୋମେଟିକାଲି ତାଙ୍କର ମାନେ ସରିଯିବ। ତେଣୁ ଆ ନେଇକରି ବେଶୀ ବିତର୍କ ହବାର କୌଣସି କାରଣ ନାହିଁ। ଏବଂ ସିଏ ଯୋଉ ଇସ୍ତଫା ଦଉନାହାନ୍ତି, ଯୋଉ ଜନମତକୁ ସେ ଗ୍ରହଣ କରୁନାହାନ୍ତି ଏବଂ ତାର ପ୍ରମାଣ ଦଉଛନ୍ତି ଏବଂ ସମସ୍ତେ ଆଖି ଆଗରେ ଦେଖୁଛନ୍ତି, ମାନେ ଟୋଟାଲ ପ୍ରକ୍ରିୟାକୁ ଦେଖୁଛନ୍ତି ଭୋଟ କାଉଣ୍ଟିଂ ପର୍ଯ୍ୟନ୍ତ ଏବଂ କାଉଣ୍ଟିଂ ପରେ ପରବର୍ତ୍ତୀ ଦୃଶ୍ୟ ଯାହା ଆମେ ଦେଖୁଛେ, ସେ ଯେତେବେଳେ ଗ୍ରହଣ ତାକୁ କରୁନାହାନ୍ତି ଏବଂ ସରକାରୀ ପକ୍ଷରୁ ବା ଯୋଉମାନେ ନିର୍ବାଚନ ପରିଚାଳନା କରୁଥିଲେ ସେ ଯଦି ହଜାରେ ପରମ୍ପରାକୁ ଭାଙ୍ଗୁଛନ୍ତି, ଦାୟିତ୍ୱକୁ ଭାଙ୍ଗୁଛନ୍ତି, ଆଉ ଗୋଟେ ମୁଖ୍ୟମନ୍ତ୍ରୀ ସିଏ କାହିଁକି ମାନିବ? ତେଣୁ ଏଇଟା ହଉଛି ତାର ପ୍ରତିବାଦ ଏବଂ ଠିକ ହିଁ ପ୍ରତିବାଦ କରିଛନ୍ତି। ଓ ଅତୀତରେ ବି ଏମିତି ବହୁ ନଜିର ରହିଛି। ମାନେ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଶ୍ନ ନହେଲେ ବି ଯେତେବେଳେ ମ୍ୟାନିପୁଲେଟେଡ ଇଲେକ୍ସନ ହେଇଛି, ସେ ଇଲେକ୍ସନକୁ ବର୍ଜନ କରିଛନ୍ତି। ନୂଆ କଥା ନୁହେଁ, କିନ୍ତୁ ଗୋଟେ ଗଣତାନ୍ତ୍ରିକ ଉପାୟରେ ଗୋଟେ ପ୍ରତୀକାତ୍ମକ ଭାବରେ କହୁଛନ୍ତି, କିନ୍ତୁ ଏହାକୁ ଅରାଜକତା, ଏହା ଅଧିକ ହିଂସା ଉଦ୍ରେକକାରୀ ଷ୍ଟେପ, ଏଇ ସବୁ କଥା ଗୁଡିକ ମଧ୍ୟ ଚର୍ଚ୍ଚା ଆଲୋଚନା ସାମାଜିକ ଗଣମାଧ୍ୟମରେ ହଉଛି, ବିଭିନ୍ନ ମେନଷ୍ଟ୍ରିମ୍ ମିଡିଆରେ ମଧ୍ୟ ହଉଛି। ଆମେ ବେଙ୍ଗଲର ପରିସ୍ଥିତି ବର୍ତ୍ତମାନ ଯାହା ଦେଖୁଛେ ତାହା ଏକ୍ସପେକ୍ଟେଡ ଲାଇନରେ ଚାଲିଛି ନା ଇଏ ଗୋଟେ ଅପ୍ରତ୍ୟାଶିତ କଥା? କାରଣ ଏତେ ବଡ ପାରାମିଲିଟାରୀ ଫୋର୍ସ ଥାଇକିରି ହିଂସା ହେଇ ଚାଲିଛି, ପୋଲିସ ସାମ୍ନାରେ, ଫୋର୍ସ ସାମ୍ନାରେ ହିଂସା ହେଇ ଚାଲିଛି, ବିଭିନ୍ନ ପ୍ରକାର ଘଟଣା ଅଘଟଣାର ଖବର ଆସିଲାଣି। ଏ ସମ୍ପର୍କରେ ଆପଣଙ୍କର ମତ? ନାଇଁ, ଏଇ ଯେ ହିଂସାକାଣ୍ଡ ହବ ଯଦି ବିଜେପି ଜିତିବ, ଆର ପୂର୍ବ ସୂଚନା ସେମାନେ ନିର୍ବାଚନ ପ୍ରଚାର ବେଳେ ଦେଇଥିଲେ। ବୁଝିପାରିଲେ କି? ଗୋଟା କଥା ଆପଣ କହିଲେ 2 ଲକ୍ଷ 2.5 ଲକ୍ଷ ପାରାମିଲିଟାରୀ ଫୋର୍ସ, ଆର୍ମି ଆମେ କହିବା, ହେଲା କି? ମାନେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଦଖଲ କରିବା ପାଇଁ 50,000 ଫୋର୍ସ ନିଯୁକ୍ତି କରିଥିଲେ। ଆମେ ଗୋଟେ ରାଜ୍ୟକୁ ଦଖଲ କରିବା ପାଇଁ 2.5 ଲକ୍ଷ ନିଯୁକ୍ତି କଲେ। ଆଚ୍ଛା, ତେଣୁ ଏଇଟା ଯଦିଓ ଗୋଟେ ଇଏ ହଉଥିଲା କାଳେ ମମତା ଜିତିଯିବେ,
ଏଇଟା ସମସ୍ତେ ସନ୍ଦେହ ଭିତରେ ଥିଲେ ଯେ ଏଇଟା ଏଇ ନିର୍ବାଚନର ଫଳାଫଳ ପୂର୍ବରୁ ଘୋଷିତ ହେଇଯାଇଛି, ବିଶେଷ କିଛି ହବାର ନାହିଁ। କାରଣ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବେଳେ ପିଲାଙ୍କୁ କପି ଯୋଗାଉଛନ୍ତି ପ୍ରିନ୍ସିପାଲ, ସେଇ ପ୍ରିନ୍ସିପାଲ ପୁଣି ଭ୍ୟାଲୁଏସନ କରୁଛନ୍ତି, ସେଇ ତାଙ୍କରି ଷ୍ଟାଫ ଟାବୁଲେସନ କରୁଛନ୍ତି, ତାପରେ ଟପର ଘୋଷଣା କରୁଛନ୍ତି। ଏମିତି କୁହାଯାଇପାରେ ଯେ ଖେଳ ଦାୟିତ୍ୱ ଅମ୍ପାୟାରଙ୍କ ହାତରେ ଥିଲେ, ଅମ୍ପାୟାର ଗୋଟେ ପକ୍ଷର ହେଇଗଲେ ଆଉ ଥାର୍ଡ ଅମ୍ପାୟାର ଶୋଇ ପଡିଲେ ସେଇ ସମୟରେ। ହଁ, ନା କେହି ଫିଲ୍ଡର ବି ରହିଲେନି। ଆଚ୍ଛା, ଜଣେ କେହି ଫିଲ୍ଡର ବି ରହିଲେନି। ଆକ୍ଚୁଆଲି ବେଙ୍ଗଲରେ ଖେଳ ହିଁ ହେଇଛି ବୋଲିକିରି ଆପଣ କହୁଛନ୍ତି। ନିଶ୍ଚିତ। ଆଜ୍ଞା, ତ ଇଏ ତ ଗୋଟେ ଗଲା ଘଟଣା। ତାଙ୍କର ଯୋଉ ଦିନ ସ୍ଥିର କରିଛନ୍ତି ସେଦିନ ତାଙ୍କର ସରକାର ଗଠନର ପ୍ରକ୍ରିୟା ଆରମ୍ଭ ହେଇଯିବ। ଦିଦି କହିସାରିଛନ୍ତି ଯେ ମୁଁ ଆଗକୁ ଇଣ୍ଡିଆ ମେଣ୍ଟକୁ ମଜବୁତ କରିବି, ସାଧାରଣ ଲୋକଙ୍କ ପରି ମୁଁ ମୋର ଫାଇଟିଂ ଜାରି ରଖିବି, ମୋର ଚେୟାରର ଲୋଭ ନାହିଁ, ଏ ତମାମ କଥା କହିସାରିଛନ୍ତି। ସିଏ ତ ଗଲା ସମସ୍ୟା। ଯୋଉ କଥା ଏତେ ଦିନ ପର୍ଯ୍ୟନ୍ତ ଟାଳି ଆସିଥିଲା, ଆଜି ପୁଣି ଶୁଣାଣିର କଥା ଆସିଲା ସୁପ୍ରିମ କୋର୍ଟ ପାଖରେ। ଆଜି ସେ ଶୁଣାଣିର କଣ ଆପଣଙ୍କୁ ଲାଗୁଛି, ସେଥିରୁ କଣ ଫଳ ମିଳିବ? ନଗଦ କିଛି ଫଳ ମିଳିବ କି ସେ ସମ୍ପର୍କରେ? କାରଣ ନାଇଁ, ଘଟଣାଟା ହଉଛି ଯୋଉ ନିର୍ବାଚନ କମିଶନ ନିଯୁକ୍ତି ନେଇକି, ଆପଣଙ୍କର ମନେ ଥିବ 2023 ସିଲେକ୍ସନ ପ୍ୟାନେଲ ରୁ ଅଲଗା କରିଦବା। ଆଜ୍ଞା, ତା ପୂର୍ବରୁ ସୁପ୍ରିମକୋର୍ଟର କନଷ୍ଟିଟ୍ୟୁସନାଲ ବେଞ୍ଚ, ଯୋଉଥିରେ କି ଆମର ମୁଖ୍ୟ ବିଚାରପତି ଥିଲେ କିଏ, ଚନ୍ଦ୍ରଚୂଡ଼, ଏବଂ ଯୋଉ ବେଞ୍ଚରେ ସୂର୍ଯ୍ୟକାନ୍ତ ବର୍ତ୍ତମାନର ମୁଖ୍ୟ ବିଚାରପତି ଥିଲେ ଯୋଉ ସାମ୍ବିଧାନିକ ବେଞ୍ଚରେ, ସେମାନେ ଅର୍ଡର ଦେଇଥିଲେ ଯେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ, ଏ ଯୋଉ 3 ଜଣିଆ ସିଲେକ୍ସନ ପ୍ୟାନେଲ ହବ, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ବା ବିରୋଧୀ ଦଳ ନେତା ନଥିଲେ ମାନେ ସଂଖ୍ୟାଧିକ ଯୋଉ ପାର୍ଟିର ପାର୍ଲାମେଣ୍ଟ ସଦସ୍ୟ ଥିବେ ତାର ନେତା, ଏବଂ ତୃତୀୟ ହଉଛି ଚିଫ ଜଷ୍ଟିସ ଅଫ ଇଣ୍ଡିଆ ରହିବେ। ଏଇ ରାୟ ଦେଇଥିଲେ ଟିଲ୍ ଲ ଇଜ ନଟ୍ ମେଡ୍। ପାର୍ଲାମେଣ୍ଟ ଯଦି ବିଶେଷ କିଛି ଲ କରେ, ଯଦି କରିବା କଥା, ସେ ପର୍ଯ୍ୟନ୍ତ ଏଇଟା ବଳବତ୍ତର ରହିବ। ସ୍ପିରିଟ ଅଫ ଦି ଯୋଉ ଡାଇରେକ୍ସନ ବା ରୁଲିଂ କଣ ଥିଲା ଯେ ପାର୍ଲାମେଣ୍ଟ ଆହୁରି ବେଟର ଲ କରୁ, ଯାହାଫଳରେ ନିର୍ବାଚନ ପ୍ରକ୍ରିୟା ନେଇକିରି କୌଣସି ସନ୍ଦେହ ରହିବନି। ଏବଂ ଇମିଡିଏଟଲି ତା ପରଦିନ ଦିନ ପରେ ବୋଧେ ଆଇନ କରିଦେଲେ, ବୁଝିପାରିଲେ କି? ଆଚ୍ଛା, ଆଇନ ଯେତେବେଳେ କଲେ ସାଙ୍ଗେ ସାଙ୍ଗେ ଷ୍ଟେ ପିଟିସନ ପଡିଲା, କୋର୍ଟକୁ ଗଲେ। ତାହେଲେ ତମ ରୁଲିଂ କି ବା ଜଜମେଣ୍ଟ କୁ ମାନେ ଗୋଟେ ସରକାର ଲଙ୍ଘନ କରୁଛି, ତମେ ସେଇଠି ଷ୍ଟେ କରିବା କଥା, କଲେନି। ସେଇଥିରୁ ଆଜି ହେଇଗଲା 26 ମସିହା, ବୁଝିପାରିଲେ କି? ତେଣୁ ଆଜି ହୁଏତ ହିୟରିଂରେ ସେ ଟାଇମ ଦେଇନାହାନ୍ତି, ଯେତେବେଳେ ସରକାରୀ ଓକିଲ ଟାଇମ ମାଗିଛନ୍ତି, କହିଲେ ନାଇଁ କଣ୍ଟିନ୍ୟୁଅସଲି ହିୟରିଂ କରିବା। ଏଗୁଡା ଦେଖିକିରି ବେଳେ ବେଳେ କଣ କି ଟିକେ ଟିକେ ଉଲ୍ଲସିତ ହେଇଯାଉଛେ, କିନ୍ତୁ ଟୋଟାଲ ଜୁଡିସିଆରୀର ଯେତେବେଳେ ଗୋଟେ ପ୍ରକ୍ରିୟାଟାକୁ ଲକ୍ଷ୍ୟ କରିବା, ମାନେ ଏଣ୍ଡ ପଏଣ୍ଟରେ ଏମିତି ବିଚିତ୍ର ରାୟ ହଉଛି। ଆଚ୍ଛା, ମୁଁ ଗୋଟେ କଥା ଜାଣିବି ଯେ ଆଜି ଏଇ ଯୋଉ କଥାଟି ଆମେ ଚର୍ଚ୍ଚା କରୁଛେ, ଇସିଙ୍କର ତାଙ୍କର ପଦବୀ ପାଇଁ ଯୋଉ ଆମର ଯୋଉ 3 ମେମ୍ବର ସିଲେକ୍ସନ କମିଟି କଥା କୁହନ୍ତୁ କି ତାଙ୍କୁ ଲିଗାଲ ଇମ୍ୟୁନିଟି ମିଳିବା କଥା, ଏଇ ଯୋଉ ପ୍ରସଙ୍ଗ, ଏ ସବୁ ନିରପେକ୍ଷତା ସ୍ୱଚ୍ଛତା ନିର୍ବାଚନ ପ୍ରକ୍ରିୟା ପାଇଁ ଦରକାର। କିନ୍ତୁ ଏ ତମାମ ନିର୍ବାଚନ ଭିତରେ, 5 ରାଜ୍ୟ ନିର୍ବାଚନ ଭିତରେ ବହୁ ବାର ଏ ପ୍ରସଙ୍ଗ କୋର୍ଟଙ୍କ ପର୍ଯ୍ୟନ୍ତ ଯାଇଛି। ଶୁଣନ୍ତୁ, ଏଇ ଯୋଉ ଆମର ଜୁଡିସିଆର ଇମ୍ୟୁନିଟି ଥିଲା, ରାଷ୍ଟ୍ରପତିଙ୍କର ଥିଲା, କି ଗଭର୍ଣ୍ଣରଙ୍କର ଥିଲା, କିଛି କନଷ୍ଟିଟ୍ୟୁସନାଲ ପଦବୀର ଥିଲା, ଏଇଭଳିଆ ଥିଲା। ଯେତେବେଳେ ରଖାଯାଇଥିଲା ତା ଭିତରେ ନିର୍ବାଚନ କମିଶନଙ୍କୁ ରଖାଯାଇଥିଲା। ଏଇଥିପାଇଁ ରଖାଯାଇଥିଲା ଯେ ହୁଏତ ନିର୍ବାଚନ ପ୍ରକ୍ରିୟା ଭିତରେ ସେ କିଛି ତ୍ରୁଟି କରିପାରନ୍ତି। ଆଫ୍ଟର ଅଲ୍ ହ୍ୟୁମାନ୍ ବିଙ୍ଗ, ତାକୁ ଯଦି କୋର୍ଟକୁ ଟଣାଯିବ ତାହେଲେ
जो बृहत्तर कस्ता डिफिकल्ट हब किंतु समय बदली शुणु ये जो इम्यूनिटी गुड़िक रहा उचित कि नहीं वर्तमान परिस्थिति देखिक आमको चिंता करने को पड़ो किंतु सेटा करेंगे किए तो पार्लियामेंट करनी कारण जो सरकार अच्छी से चाहिए से चाहिए समस्त को इम्यूनिटी दि जाऊ किंतु सुप्रीम कोर्ट भी कह संविधान को आम बदल पारूनु किसी करूँ जदि राष्ट्रपति चाहते टिके कौन अल्टीमेटली राष्ट्रपति को ना रे सब जाऊँगी सी संविधान को प्रोटेक्ट करवा कथा प्रत्येक नागरिक को सी अल्टीमेटली प्रोटेक्ट करने कथा यही क्षमता दिखाई सी भी चाहिए जदि गोटे डायरेक्शन दे पारते किंतु कहीं करें तेणु यही राय कौन आसो से राय आसा आम चर्चा करवा विशेष उल्लेखित पश्चिमबंग संपर्कित चर्चा भितर पुणी यही कथाटी फेरी आ बारंबार पश्चिमबंग यही निर्वाचन समय क्रेडिबिलिटी को लेकर प्रश्न उठी तेणुक ये कथाटी ता सहित जोड़ी हो जाऊँगी मु पुणी टिके फेरबी पश्चिमबंग प्रसंग को आपण ये जो कथाटी जो ममता बानर्जी कहते ताकू दीदीगिरी बोली कह जाउछि तांकर जिद सबु समय गोटे विद्रोही मनोवृत्ति सबु सांगे गोटे जहा है कौ संविधानिक व्यवस्था उपर तांकर भरोसा नहीं सबु सांगे गोटे मुहामुही है भाया जो तांकर कथा को माने सेटा को गोटे नेगेटिव हिसाब रे जहा को आमे कहूछु फाइटर दीदी बोली ताकू किंतु आज दिन रे गोटे नेगेटिव पर्सनालिटी हिसाब रे तांकर एटा पर्सनालिटी रे गोटे नेगेटिव दिग बोली करी चर्चा होची जहा को नै दीदीगिरी बोली शब्द व्यवहार करा जाउची ए जो चर्चा जो माने करूछथि हां सेमानकर भी गोटे गिरी रहिछि माने पॉकेट गिरी आमे कहि परिबा जुआडे हवा सेआडे से माने चलती छता देखती बुझिपारे कि अच्छा को गांधीगिरी रे होची किछि धर ये दादागिरी गांधीगिरी आम धरिदवा जेहेतु महिला दीदीगिरी कहते को गांधीगिरी रे होची तांकु भी बाड़ सेपा को पकई दउचंती बुझिपारे कि तेणु जदि प्रतिवाद न करिवो ताहले आउरी सेटा को बढ़िवो आ केई तो प्रतिवाद करू नांती ये भी प्रतिवाद करुची करू गोटे आपण को आपण जदि से फिल्म देखिथिबे कहूची हमर जे फेमस एक्टर थिले बलांगीर रो सेटा होची गोटा एक्टर जे गुंगा चरित्र को रोल करथिले बुझिपाले कि शोभराज भी तांगर अपोजिट पक्षरे थिले माने परिवार समस्त को निर्यातना करा जाउची रेप करा जाउची गुंगा सब देखुछ साधु मेहर को कथा कहउचंती हां साधु मेहर कथा आज्ञा सब देखुचंती किंतु किछि जेतले करि पानंदी गोटे छोटिया ढेला से जो जमींदार के ता घर आड़ को पकोचन हेरा पड़ी दी घर आड़ को गोटे सिंबलिक से प्रतिवाद गुंगा हेकर भी प्रतिवाद करिछि नहीं ताने समाज को कौन वार्ता दिए तमें जब प्रतिवाद न कर तुम कई कथा शुणवार नहीं धरतु ब्रिटिश समले जो पार्लियामेंट रे भगत सिंह सुखदेव राजगुरु बोमा पकई से कौन से लिखि जो इश्ताहार बांटिले लिखि आम क्या मारिबा उद्देश्य नुह तालपत्र फटा भाया जेहेतु ब्रिटिश आम कथा को शुणुनी कान एत ताजा हो कुंभकर्ण निद्रा से शोई जाइए आम से आवासटा करने चाहूलु अच्छा आपण अंकुर प्रोटेस्ट कथा कहउछन अंकुर सिनेमार प्रोटेस्ट कथा कहउछन एवं आपण कहउछन जे भगत सिंह को कथा किंतु जेतले ममता को कथा आसी जाउची ए दुईटी एग्जांपल जदी आपण देबे ताले समालोचनार आउ एक दिग भी रही जे आपण कहा संगे कहा को तुलना करूछंती कारण हिंसा रोकी पारि नाहंती प्रबल हिंसा आगुरु बहुत लोक 21 रे केते लोक मरिथिले देखंतु एथरो कंपैरेटिवली कम अछि हिंसा कम अछि एई जो स्वरटी आसुची पश्चिम बंग भितरु जो वर्ग कुहंतु जेमितिया लोक कुहंतु किंतु एई स्वरटी जेतोला आसुची से संपर्क रे कोन कहबे नै नै हिंसा दीटा तो पार्टी कहउछथि आ कोन
କଂଗ୍ରେସ କହୁଛି ଏବଂ ବାମପନ୍ଥୀ ମାନେ ସିପିଏମ୍ ବେଶୀ ସିପିଏମ୍ ଏବଂ ତାଙ୍କର ସୋସିଆଲ ମିଡିଆରେ ଯୋଉମାନେ ଅଛନ୍ତି କହୁଛନ୍ତି। ଆପଣ ପଚାରୁନାହାନ୍ତି 1983 ମସିହାରେ ଯୋଉ ନେଲି ଦଙ୍ଗା ଆସାମ ଯୋଉ ଭଳିଆ ମାନେ ମାସ୍ ବର୍ଜନ କଲେ ଯୋଉଠୁ ଆରମ୍ଭ ହେଲା ଏ ଯୋଉ ବିଦେଶୀ ହଟା ବୁଝିପାରିଲେ କି ଏ ଯୋଉ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ସେଇଠୁ ଆରମ୍ଭ ହେଲା ଏବଂ ପ୍ରଫୁଲ୍ଲ ମହାନ୍ତ ଯୋଉ ପରବର୍ତ୍ତୀ ନିର୍ବାଚନରେ ସେମାନଙ୍କୁ ଆସିଲେ ମାନେ ବାଧ୍ୟ ହେଇକିରି ଆଙ୍କୁ ଆକଟ କରିବାକୁ ପଡିଲା। ରାଜୀବ ଗାନ୍ଧୀ ଯେତେବେଳେ ରାଜୀବ ଗାନ୍ଧୀ ଯେତେବେଳେ ଆସିଲେ ଆକଟ କରିବାକୁ ପଡିଲା ପୁଣି ନିର୍ବାଚନ ହେଲା ସେ ଆସିଲେ। ସେତେବେଳେ 200 300 100 ଭୋଟରେ ଜିତିଥିଲେ 500 600 ସମସ୍ତେ ବର୍ଜନ କରିଥିଲେ ଏବଂ କଂଗ୍ରେସ କିଛି ଡମି ପାର୍ଟି ଦେଇକିରି ଗୋଟେ ସରକାର ବି ଗଠନ ହେଇଥିଲା ଦେଖା ହେଲା କିନ୍ତୁ ସରକାର ପୁଣି ଛାଏଁ ସେ ଇସ୍ତଫା ଦେଇକିରି ଆକଟ କରିକି ପୁନର୍ବାର ନିର୍ବାଚନ ହେଲା ଏବଂ ସେଥିରେ ପ୍ରଫୁଲ୍ଲ ମହାନ୍ତ ଆସିଲେ। ଇଏ ହଉଛି କଂଗ୍ରେସର ଇତିହାସ ମାନେ ସ୍ୱାଧୀନ ଭାରତର ଇତିହାସ। ଆଚ୍ଛା ବାମ ଫ୍ରଣ୍ଟ ଯେତେବେଳେ ଥିଲା କେତେ ନକ୍ସଲ ମରିଛନ୍ତି ତାର ଇତିହାସ ବି ସମସ୍ତେ ଜାଣିବା ଦରକାର। ବେଙ୍ଗଲରେ ଗୋଟା ଶୁଣନ୍ତୁ ବେଙ୍ଗଲଟା ଡେ 1 ରୁ ସବୁବେଳେ ଭାଓଲେଣ୍ଟ ପ୍ରୋଟେଷ୍ଟ ହେଇଛି କାରଣ ସ୍ୱାଧୀନତା ଆନ୍ଦୋଳନରେ ଯୋଉ ରିଭଲ୍ୟୁସନାରୀ ମାନେ ଏଇ ବେଙ୍ଗଲର ତ ମେଜର ଏପାଖରେ ବେଙ୍ଗଲ ସେପାଖରେ ପଞ୍ଜାବ ଏଇ ଆଉ କିଛିଟା ମହାରାଷ୍ଟ୍ରରେ କିନ୍ତୁ ମେଜର ପ୍ରୋଟେଷ୍ଟ ଏଇଠି ହେଇଛି କାରଣ ବ୍ରିଟିଶ ସରକାରର କ୍ଷମତା କେନ୍ଦ୍ର କୋଉଟା ଥିଲା କାଲକାଟା ଥିଲା କାଲକାଟା ପ୍ରେସିଡେନ୍ସି ଥିଲା। ତେଣୁ ସ୍ତ୍ରୀ ପୁରୁଷ ବାଳକ କ୍ଷୁଦିରାମ ଗୋଟେ କିଶୋର ମାନେ ଲଢେଇ ମନୋବୃତ୍ତି ପୁରା ଅସ୍ଥି ମଜ୍ଜାଗତ ମାନେ ଏପରି ହେଇଛି ରାଇଟର୍ସ ବିଲ୍ଡିଂ ରେ ଆପଣ କଲିକତା ଯଦି ଯାଇଥିବେ ବିବିଟି ପାର୍କ ନାଁ ଶୁଣିଥିବେ ବିନା ବାଦଲ ଦିନେଶ ରାଇଟର୍ସ ବିଲ୍ଡିଂ ରେ ପଶିକିରି ବ୍ରିଟିଶ କାଇଦାରେ ମାନେ କୋଟ ଫୋଟ ହ୍ୟାଟ ଫ୍ୟାଟ ପିନ୍ଧିକିରି ପଶିକିରି ତାଙ୍କର ଯୋଉ ଜେଲ ଡିଜି ତାକୁ ଗୁଳି କରିକିରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ 2 ଜଣ ମଲେ ଦିନେଶ ଶେଷରେ ଧରା ପଡିକିରି ଫାଶୀ ପାଇଲେ। ସେ ପ୍ରତିବାଦ ହେଇଛି ଏବଂ ଏଇ ଯୋଉ ଲେଫ୍ଟ ଫ୍ରଣ୍ଟ ବି ଲେଫ୍ଟିଷ୍ଟ ମାନେ ବି ଯୋଉ ପାୱାରକୁ ଆସିଲେ ମାନେ ଦେଖନ୍ତୁ ପ୍ରଥମ ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟ ଯିଏକି ଆଧୁନିକ ବଙ୍ଗଳାର ମାନେ ନିର୍ମାତା କହିବା ୱାର୍ଲଡ ଫେମସ ତାଙ୍କର ମାନେ ଜନ୍ମଦିନକୁ ଡକ୍ଟର୍ସ ଡେ ଆମେ ପାଳନ କରୁଛେ ଏତେ ଫେମସ ସିଏ ଡକ୍ଟର। ସିଏ ଯୋଉ ଦିନ ବି କ୍ଷମତାକୁ ଆସିଛନ୍ତି ତାଙ୍କ ବିରୁଦ୍ଧରେ ବେଙ୍ଗଲରେ ଆନ୍ଦୋଳନ ହେଇଛି ଖାଦ୍ୟ ସଂକଟ ହେଇଛି ବୁଝିପାରିଲେ କି ଖାଦ୍ୟ ସଂକଟ ପାଇଁ ତ ବେଙ୍ଗଲ ବିଧାନ ଚନ୍ଦ୍ର ରାୟ ଦାୟୀ ନଥିଲେ କାରଣ ଏଇ ଯୋଉ ଡିଭିଜନ ହେଲା ଯୋଉ ଭାରତ ଡିଭିଜନ ହେଲା ଏବଂ ହିନ୍ଦୁ ଶରଣାର୍ଥୀ ଯୋଉ ପପୁଲେସନ ଏକ୍ସଚେଞ୍ଜ ବି ସୁଯୋଗ ରହିଲା ବହୁତ ଦିନ ଯୋଉ ଆସିଲେ ତାର ପ୍ରେସରଟା କାହା ଉପରେ ପଡିଲା ବେଙ୍ଗଲ ଉପରେ ପଡିଲା ଏବଂ ରେସନିଂ କଲେ ଅଲ୍ଟରନେଟିଭ କଥା କହିଲେ ଭାଷଣ ଦଉ କିଏ କିଛି ଟିକେ ଅଲଗା କଥା କହିଦେଇଥିବେ। ଜଣେ ମୁଖ୍ୟମନ୍ତ୍ରୀ ଥିଲେ ସେ କହିଲେ ଯଦି ଭାତ ନ ମିଳୁଛି ଗହମ ଦିଆଯାଉଛି ତମ ଖାଅ ଚାଉଳ ମିଳୁନି କାରଣ ବେଙ୍ଗଲୀ ଲୋକ ବେଶୀ ଭାତ ପ୍ରିୟ। ଆଚ୍ଛା ଆନ୍ଦୋଳନ ହେଲା। ଆଚ୍ଛା ପ୍ରଫୁଲ୍ଲ ଘୋଷ ଯିଏକି ସ୍ୱାଧୀନତା ପୂର୍ବରୁ ମାନେ ଏ ଯୋଉ 1948 ଏବଂ ଗୋଟେ କେୟାର ଟେକର ଗଭର୍ଣ୍ଣମେଣ୍ଟ ଭଳିଆ ସେତେବେଳେ ପ୍ରାଇମ ମିନିଷ୍ଟର କୁହାଯାଉଥିଲା ହେଲା କି ସେ ଗାନ୍ଧୀବାଦୀ କିନ୍ତୁ ପ୍ରଜା ସୋସିଆଲିଷ୍ଟ ପାର୍ଟି ପରେ ହେଇଥିଲେ ସେ କିନ୍ତୁ ରିଭଲ୍ୟୁସନାରୀ ମୁଭମେଣ୍ଟ ରୁ ଆସିଥିଲେ ମାନେ ଅନୁଶୀଳନ ଦଳରୁ ସେ ଯାଇଥିଲେ ସିଏ ବି ମୁଖ୍ୟମନ୍ତ୍ରୀ ହେଇଥିଲେ ଏବଂ ଖାଦ୍ୟ ମନ୍ତ୍ରୀ ଥିଲେ ବୋଧେ ଆଙ୍କ ସମୟରେ ବିଧାନ ରାୟଙ୍କ ସମୟରେ ତାଙ୍କ ବିରୋଧରେ ବି ଆନ୍ଦୋଳନ ହେଇଥିଲା। ଇତିହାସ ଅଛି ଆନ୍ଦୋଳନର ଇତିହାସ ଏବଂ ଗୋଟେ ଟାଣପଣ ରହିଛି ସମସ୍ତଙ୍କ ଭିତରେ କୌଣସି କଥାକୁ ନେଇକିରି ଚେତନା ବି ଅଛି। ଯଦି ବେଙ୍ଗଲର ହିଷ୍ଟ୍ରି ଏଇଆ ବେଙ୍ଗଲର ଜିଓଗ୍ରାଫି ଯାହା ଯୋଉଥିପାଇଁ ଅନୁପ୍ରବେଶର ପ୍ରସଙ୍ଗ ବାରମ୍ବାର ଉଠୁଛି ତାର ହିଷ୍ଟ୍ରି ଜିଓଗ୍ରାଫି ତାର କଲଚର ଏବଂ ଲୋକମାନଙ୍କର ଯାହା ତାଙ୍କର ଅସ୍ଥି ମଜ୍ଜାଗତ ଯୋଉ କଥା ଗୁଡିକ ଆମେ ଚର୍ଚ୍ଚା କଲେ ସେଇ ଦୃଷ୍ଟିକୋଣରୁ ବିରୋଧୀ ଭୂମିକାରେ ଆପଣ ଆଗାମୀ ସମୟରେ ମମତା ଦିଦିଙ୍କୁ କେମିତି ଦେଖୁଛନ୍ତି ସିଏ କେତେ ଚ୍ୟାଲେଞ୍ଜିଂ ହେବେ ଏବଂ ବିଜେପି ପାଇଁ କଣ ସହଜ ହେବ କି ବଙ୍ଗରେ ଶାସନ କରିବା ତାଙ୍କ ହିସାବରେ? ନାଇଁ ଦେଖନ୍ତୁ ସେମାନେ କଣ କିଛି ପରିବର୍ତ୍ତନ ଆହ୍ୱାନ ଦେଇଥିଲେ ବୁଝିପାରିଲେ କି ପରିବର୍ତ୍ତନ ହେଇଗଲା ସରକାରଟା ପରିବର୍ତ୍ତନ ହେଇଗଲା
କିନ୍ତୁ ଯୋଉ ଗୁଡିକ ନୂଆ କରିକିରି ଗଢିବେ ବୁଝିପାରିଲେ କି ନୂଆ କରିକି ଗଢିବା ଡେ 1 ଆରମ୍ଭ ହେଇଗଲାଣି। ଏ ଯୋଉ ଆପଣ ନ୍ୟୁ ମାର୍କେଟ ଯାଇଥିବେ ଯଦି ନ୍ୟୁ ମାର୍କେଟ ଟା ଗୋଟା ସେଠି ତ ବହୁତ ଓଡିଆ ରୁହନ୍ତି। ଆପଣ ଧର୍ମଶାଳା ଏରିଆ ଆପଣ ବହୁତ ଓଡିଆ ଖାଦ୍ୟ ସେଠି ଏଇ ମୁଁ ରିସେଣ୍ଟଲି ଗତ ବର୍ଷ ଯାଇଥିଲି ଗୋଟେ କାର୍ଯ୍ୟରେ ମାନେ ବଢିଆ ଖାଦ୍ୟ ଇଲିଶି ମାଛ ଇଏ ରୁଚିକର ଖାଦ୍ୟ ସେ ଏପରିକି ଏପର୍ଯ୍ୟନ୍ତ ବି କଦଳୀ ପତ୍ରରେ ଖାଦ୍ୟ ଆପଣ ପାଇବେ ଶସ୍ତା ଖାଦ୍ୟ ବି ପାଇବେ। ବହୁ ଲୋକ ସେଠି ବ୍ୟବସାୟ ବାଣିଜ୍ୟ କରନ୍ତି। ଛୋଟ ଛୋଟ ମାନେ ଘର ତା ତଳେ ଗୋଟେ ଛୋଟିଆ ଜାଗା ସେଇଠି ଚାଟ ଦୋକାନ ଟିକେ ସେଇଠି ଶୋଇବ ରାସ୍ତାରେ କୋଉଠି ଗାଧେଇବ ଏମିତି କରିକି ସେମାନେ ଚଳୁଥିଲେ। ବର୍ତ୍ତମାନ ଭାଙ୍ଗିବା ଯୋଜନା ମାନେ କାହାର ଟିଏମସି ଅଫିସ ଭାଙ୍ଗିବା ନାଁରେ ବୁଝିପାରିଲେ କି ମାନେ ନିର୍ବାଚନ ସମୟରେ ବହୁତ ଆପଣ ଭଡା ଅଫିସ ବି ହୁଏ କ୍ୟାମ୍ପ ଅଫିସ ଭଳିଆ ଖୋଲା କ୍ୟାମ୍ପ ଅଫିସ ହବନି ଯୋଉ ନିର୍ବାଚନ ପ୍ରଚାର ଗୋଟେ ନିର୍ବାଚନ ଅଞ୍ଚଳ କ୍ୟାମ୍ପ ଅଫିସ ପୋଡା ଜଳାର ଖବର ବି ଆସୁଛି। ଆଜ୍ଞା ତାକୁ ଭାଙ୍ଗିବା ନାଁରେ ସେ ପୁରା ବୁଲଡୋଜର ଚଢେଇଛନ୍ତି। ସେ ମାଛ ମାର୍କେଟ ସେଠି ପ୍ରବଳ ମାନେ ଯୋଉ ଫୁଲ ନୁହଁ ବହୁତ ଫୁଲ ଗୋଦାମ ଭଳିଆ ଥାଏ। ତାକୁ ଦୃଶ୍ୟରୁ ଜଣା ପଡୁଛି କୋଉଟା ଭାଙ୍ଗୁଛନ୍ତି। ଆଚ୍ଛା ଗଲେଣି ମୂର୍ତ୍ତି ଭାଙ୍ଗିବାକୁ ଗଲେଣି ବୁଝିପାରିଲେ କି। ତେଣୁ ଯେତେବେଳେ ଗୋଟେ ଏପଟେ ପଶ୍ଚିମବଙ୍ଗରେ ତ ଏ ଜିନିଷ ହଉଛି ତ୍ରିପୁରାରେ ତାର ଇମ୍ପାକ୍ଟ କାହିଁ ଦେଖାଯାଉଛି ମୁଁ ଟିକେ ଧାଡିଟିଏ ସେ ବିଷୟରେ ବି ଜାଣିବି। ନାଇଁ ତ୍ରିପୁରାରେ ଯେତେବେଳେ ସରକାର ବଦଳିଥିଲା ସେତେବେଳେ ସେମାନେ ଲେନିନଙ୍କର ମୂର୍ତ୍ତି ଭାଙ୍ଗିଥିଲେ ବୁଝିପାରିଲେ କି। ଆଜି ଦିନରେ କାହିଁକି ସେ ସମସ୍ୟା ଶୁଣନ୍ତୁ କିଛି ତାଙ୍କର କାରଣ ନାହିଁ। ଆଚ୍ଛା ଆଜି ସବୁ ପାର୍ଟିର ଭାଙ୍ଗିଛନ୍ତି। ଆମର ଏଇ ଯୋଉ ଡିଏସ ଛାତ୍ର ସଂଗଠନ ପିଲା ଗୁରୁତର ହେଇକିରି 7 ଜଣ ହସ୍ପିଟାଲ ଏସଏଫଆଇ ର ପିଲା ଗୁରୁତର ହେଇକିରି ହସ୍ପିଟାଲ ଟିଏମସି ର ଜଣେ ଦେଖୁଥିଲି ନେତାକୁ ଯୋଉ କରିଡର 2 ମହଲା ଯୋଉ କରିଡର ନଥାଏ ପକେଇ ଦଉଛନ୍ତି ମୁଁ ଦେଖିଛି ସେ ମଲେ କି ବଞ୍ଚିଲେ କହିହବନି। ଆଚ୍ଛା ପୁଣି ତମର ଆର୍ମି ରହିଛି ସେଇଟା ହିଁ ହଉଛି କଥା। ଆପଣ ସିକ୍ୟୁରିଟି ପ୍ରୋଭିଜନ ଟାଇଟ୍ କରିଛନ୍ତି ବୋଲି କହୁଛନ୍ତି ତାପରେ ଯଦି ଏତିକି ହବ ତ ବିରୋଧୀ ଭୂମିକାରେ ମଧ୍ୟ ମାନେ ସଠିକ ଦାୟିତ୍ୱ ତୁଲେଇ ପାରିବେ ବୋଲିକିରି ଆପଣ ଆଶା। ମୋର ତ ଆଶା ଶୁଣନ୍ତୁ ସଫଳତା ବିଫଳତା ଅଲଗା କଥା ଇଲେକ୍ସନ କିନ୍ତୁ ପ୍ରୋଟେଷ୍ଟ ନ ରହିଲେ ଏମାନେ ତ ଗୋଟେ ଯାହା ନାହିଁ ତା କରିବେ। ଆପଣ ଟୋଟାଲ କରିଡର ଟା ଦେଖି ଦିଅନ୍ତୁ ଆସାମରୁ ବର୍ତ୍ତମାନ ଆମ ପର୍ଯ୍ୟନ୍ତ। ତାପରେ ଆପଣ ଦେଖନ୍ତୁ ତାର ପ୍ରଭାବ କଣ ଓଡିଶାରେ ହବ ଏସ୍ଆଇଆର ବେଳେ ଏଇ ଯୋଉ ମହାକାଳ ଅଞ୍ଚଳ ବିଦେଶୀ ହଟା ଇଏରେ ଆସିବ ବାଲେଶ୍ୱର ଅଞ୍ଚଳରେ ହବ। ତେଣୁ ଏଗୁଡା ବି ଗୋଟେ ଶୁଣନ୍ତୁ ୟା ଦେହରେ 2ଟା ଗୋଷ୍ଠୀ ଅଛନ୍ତି। ଗୋଟେ ଲୁଟ ତରାଜ ଗୋଷ୍ଠୀ ଅଛନ୍ତି। ଯେତେବେଳେ ଦଙ୍ଗା ଭଳିଆ ପରିସ୍ଥିତି ହୁଏ ଆଣ୍ଟି ସୋଶାଲ ପଶି ଯାଇକିରି ଲୁଟ କରନ୍ତି। କାରଣ ସିଏ ଜାଣିଛନ୍ତି ପର୍ସନାଲ ରାଇଭାଲି ଯାହା ଥାଏ ତାକୁ ବି ଇଏ କରାଯାଏ। କିନ୍ତୁ ଆର୍ମି ଚାହିଁଲେ ମାନେ ୱିଥିନ୍ ନୋ ଟାଇମ୍ ଗୋଟିଏ ଫ୍ଲାଗ ମ୍ୟାଚ୍ କଲେ ଶାନ୍ତି ଫେରନ୍ତା। କିନ୍ତୁ ଗୋଟେ ଚରମ ଆଶଙ୍କା ରହୁଛି କି ଯେ ଅତ୍ୟଧିକ ଯଦି ଏଇଭଳିଆ ଅପ୍ରୀତିକର ପରିସ୍ଥିତି ଲାଗି ରୁହେ ତାହେଲେ ପ୍ରେସିଡେଣ୍ଟଙ୍କର ହସ୍ତକ୍ଷେପ ଆବଶ୍ୟକ ପଡିପାରେ କି? ନାଇଁ ପ୍ରେସିଡେଣ୍ଟ ଚାହିଁଲେ ସିନା କରିବେ। ଶୁଣନ୍ତୁ ଏଇ ଯୋଉ ଆର୍ମି କି ଯୋଉ ସିଲେକ୍ସନ ହେଇଛି ଆପଣ ପ୍ରଥମେ ତ ଆମର ଆର୍ମି ଏବଂ ପାରାମିଲିଟାରୀ ଗୋଟେ ପଲିଟିସାଇଜ କରିଦିଆଯାଇଛି ବୁଝିପାରିଲେ କି। ନହେଲେ ସେମାନଙ୍କୁ ଯୋଉଠି ଦାୟିତ୍ୱ ଦିଆଯାଏ ସେ କା ମୁହଁକୁ ଅନାନ୍ତିନି। ଗୋଟା ଯଦି ଦଙ୍ଗା ପରିସ୍ଥିତି ହଉଛି ଅରାଜକତା ହଉଛି ବିଜେପି ଦେଖିବେନି ନା ଯିଏ ଅଛି ସେ ଶୃଙ୍ଖଳିତ କି ବିଶୃଙ୍ଖଳିତ ଏତିକି ଦେଖିବେ। କିନ୍ତୁ ଏଇ ଯୋଉ କୋଉ ଫୋର୍ସ କୁ ପଠାଯାଇଛି କୋଉ ସବୁ ବ୍ୟାରେକ ରୁ ପଠାଯାଇଛି କାହାକୁ ସିଲେକ୍ଟ କରାଯାଇଛି ତାଙ୍କର ଯିଏ କମାଣ୍ଡ ରେ ଅଛନ୍ତି ବୁଝିପାରିଲେ କି ସେମାନଙ୍କୁ ଚିଠା ଦିଆ ହେଇଯାଇଛି ତମେ ଏଇ ସମୟ ନୀରବ ରହିବ। ଯେମିତି ଆମେ ଗୁଜୁରାଟ ଦଙ୍ଗା ବେଳେ ଦେଖିଥିଲେ। ଗୁଜୁରାଟ ଦଙ୍ଗା ତ ଆର୍ମି ଯାଇଥିଲା ନା କିନ୍ତୁ ଆଲାଉ କଲେନି। ସମସ୍ୟାଟି ରହିଛି ପଶ୍ଚିମବଙ୍ଗ ସମସ୍ୟା ବିରୋଧୀଙ୍କୁ ବାସ୍ତବରେ ଏକଜୁଟ କରିବ ନା ଏଇ ଯୋଉ ବର୍ତ୍ତମାନ ଯେହେତୁ ଟିକେ ଉଷ୍ମ ଅଛି ତେଣୁକରି ସମସ୍ତେ ସଲିଡାରିଟିରେ ଛିଡା ହଉଛନ୍ତି କାଲି ସକାଳକୁ ଆଉ କେହି ନଥିବେ। ନାଇଁ ପ୍ରଥମେ ୟୁନାଇଟେଡ ହବାକୁ ହେଲେ ଆଗ ଯୋଉ ଭଳି ପରସ୍ପର ଉପରେ କାଦୁଅ ଫୋପଡା ଫୋପଡି କରୁଛନ୍ତି ବର୍ତ୍ତମାନ କଣ
ମମତା ଅସୁବିଧାରେ ପଡିଲା ତେଣୁ ହାତ ପାତିଛି। ଏଇଟା କଣ ମମତାର ଗରଜ ପଡିଛି? ମମତା ତ କେବେ ପ୍ରାଇମ ମିନିଷ୍ଟର ହବାର ନଥିଲା। ଗୋଟାଏ ଆଞ୍ଚଳିକ ଦଳ ଗୋଟିଏ ରାଜ୍ୟରେ ଯେତେ କୁହନ୍ତୁ ବା ତାଙ୍କ ନାଁରେ ଯେତେ କୁହନ୍ତୁ ପ୍ରାଇମ ମିନିଷ୍ଟର ହବାର ସମାନ ଅଛି। କେବେ ଯଦି ହବ ସେ କଂଗ୍ରେସରେ କିଏ ହବ? ଯୋଉ ପର୍ଯ୍ୟନ୍ତ ଗୋଟେ ବଡ ଦଳ ରହିଛି ବା ଗୋଟେ ଫ୍ରଣ୍ଟ ହେଲେ ଆଉ ଗୋଟେ କିଏ ହବ ସେଇଭଳି। ତାହେଲେ ଯୋଉମାନଙ୍କର ବେଶୀ ଦରକାର କଂଗ୍ରେସର, ଯଦିଓ ରାହୁଲ ଗାନ୍ଧୀ ଷ୍ଟେଟମେଣ୍ଟ ଦେଇଛନ୍ତି କିନ୍ତୁ ତାଙ୍କର ଯୋଉ ଷ୍ଟେଟ ର ଯୋଉ ଅଧୀର ରଞ୍ଜନ ଆଭିମୁଖ୍ୟ କଣ ଉପରେ ଯାଇକି ଜାତୀୟ ସ୍ତରରେ କଣ ଗୋଟେ କହିଦେବେ କିନ୍ତୁ ସ୍ଥାନୀୟ ନେତୃତ୍ୱଙ୍କ ସହିତ ତ ପରିସ୍ଥିତି ଅଲଗା ପ୍ରକାର। ଦ୍ୱିତୀୟରେ ଶଶି ଥରୁରଙ୍କ ଆପଣ ଷ୍ଟେଟମେଣ୍ଟ ଦେଖନ୍ତୁ, ମାନେ କେରଳ ନିର୍ବାଚନ ପରେ ଏଇ ଯେତେବେଳେ ରହିଛି। ଆଚ୍ଛା, କେବେ ଗୋଟେ ବଡ ଆଶା କରିବା ଉଚିତ ନୁହଁ। ତାପରେ ଏଭଳି କେହି ବ୍ୟକ୍ତି ନାହାନ୍ତି ମାନେ ବର୍ତ୍ତମାନ ଯାହାକୁ ସମସ୍ତେ ଗ୍ରହଣ କରିବେ, ମାନେ ଯିଏକି ସବୁ କନସିଡରେସନ ଉର୍ଦ୍ଧ୍ୱରେ ଯାଇକିରି ସମସ୍ତଙ୍କୁ ଏକଜୁଟ କରିପାରିବ। ଅତୀତରେ ଯେମିତି ହେଇଛି। ଆଉ ଯୋଉମାନେ କହୁଛନ୍ତି ଏ ଯୋଉ ନୀତି ମାନେ ବିଚାରଧାରା ତାର କିଛି ମାନେ ନାହିଁ। ଏଇ ଯୋଉ ନିର୍ବାଚନ ରାଜନୀତିରେ କିଛି ତାର କିଛି ମାନେ ନାହିଁ। ଆଡଭାନୀ ଏବଂ ଜ୍ୟୋତି ବସୁଙ୍କର ଚା ଜଳଖିଆ ଖାଉଥିଲେ ଜ୍ୟୋତି ବସୁ ଘରେ। ତ ଆପଣଙ୍କ ଶେଷ ପ୍ରତିକ୍ରିୟା ମୁଁ ଜାଣିବି ଯେ ବାସ୍ତବରେ ମମତା ହାରି ନାହାନ୍ତି। ନାଇଁ ନିର୍ବାଚନ ତ ହେଇନି, ହାରିବା ଆମେ ସେତେବେଳେ ଜାଣିବା। ନିର୍ବାଚନ ହେଇନି ତେଣୁକରି ମମତା ହାରି ନାହାନ୍ତି। ନିର୍ବାଚନ ହେଇନି ତେଣୁକରି ହାର ଜିତ କିଛି ନାହିଁ। ନାଇଁ, ମୁଁ ଏଇଟା ନିର୍ବାଚନ ହିଁ ନୁହଁ। ଏଇଟା ଯଦି ପୁରା 294 ଜିତି ଯାଇଥିଲେ ବି ଜିତିବାରେ କିଛି ଅସୁବିଧା। ଦିଦି ଜିତିଥିଲେ ବି ଆପଣ ଏଇ କଥା କହିଥାନ୍ତେ? ନାଇଁ ଦିଦି ତ ଜିତିବାର ଚାନ୍ସ ନଥିଲା। କାରଣ ଏଇ ଶୁଣନ୍ତୁ, ନିର୍ବାଚନ ହେଇଥିଲେ ଆମେ ଜାଣିଥାନ୍ତେ ଦିଦି ହାରୁ ବା ବିଜେପି ହାରୁ। ହାରଜିତ ଅଛି, ଗୋଟେ ଅନ୍ତତଃ ଆପାରେଣ୍ଟଲି ଫେୟାର ନିର୍ବାଚନ ହେଇଥାନ୍ତା। ତମେ ତମର ପ୍ରଚାର କର, ପ୍ରଚାରରେ ଯେତେ ଯାହାକୁ ସମାଲୋଚନା କରୁଛ କର, କିନ୍ତୁ ନିର୍ବାଚନ ଯୋଉ ପରିଚାଳନା ଯୋଉମାନେ ରହିବେ ସେମାନେ ଯଦି ନିରପେକ୍ଷ ରହିଥାନ୍ତେ, ଭୋଟରଟି ଯୋଉ ଭୋଟ ଦଉଛି ସେଇଟା ଯୋଉ ପାର୍ଟିକି ଦଉଛି ତା ଆକାଉଣ୍ଟକୁ ଯଦି ଯାଇଥାନ୍ତେ ତାହେଲେ କିଛି ଅସୁବିଧା ନଥିଲା। ଦଳ ଲଢା ଲଢି ହୁଅନ୍ତୁ, ଦଳଙ୍କ ପକ୍ଷରେ ମାନେ ଅନ୍ୟମାନେ ମିଶିକିରି ବ୍ୟବସ୍ଥା ନ ଲଢୁ, ସେଇ ଭଳିଆ ପରିସ୍ଥିତି ହେଇଗଲା। ସେଇଟା ହିଁ ହଉଛି। ତେଣୁ ଶୁଭଙ୍କର ନୁହଁ, ଆଗାମୀ ଦିନ ପାଇଁ ଶୁଭଙ୍କର ନୁହଁ। ଓକେ ଓକେ, ବହୁତ ବହୁତ ଧନ୍ୟବାଦ ବିଜୟ ସାର୍, ଏତିକ ସମୟ ଦେଇଛନ୍ତି ଏବଂ ପଶ୍ଚିମବଙ୍ଗର ସ୍ଥିତି, ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ସମ୍ପର୍କିତ ଶୁଣାଣି, ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରୁଥିଲେ। ଶୁଣାଣିର ଶେଷ ନିଷ୍କର୍ଷ କଣ ହବ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ପୁରା ରାୟ ଆସିବା ପର୍ଯ୍ୟନ୍ତ। ଏପଟେ ପଶ୍ଚିମବଙ୍ଗରେ ଦିଦି ଜିଦ୍ କରିଛନ୍ତି, ଏକ ପ୍ରତୀକାତ୍ମକ ଜିଦ୍, ଯାହା ଯୋଉ ଦିନ ସରକାର ନୂଆ ସରକାର ଶପଥ ଗ୍ରହଣ କରିବେ ସେଦିନ ଦିଦି ତାଙ୍କ କ୍ଷମତାରୁ ଅଲରେଡି ବାହାରି ସାରିଛନ୍ତି। କେବଳ ସେ ଗୋଟେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ଯୋଉ ବାର୍ତ୍ତାରେ ବର୍ତ୍ତମାନ ବିରୋଧୀ ଦଳ ମାନେ ଏକଜୁଟ ଅଛନ୍ତି, କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏକଜୁଟ ରହିବେ ଏବଂ ପଶ୍ଚିମବଙ୍ଗରେ ଯୋଉ ହିଂସା ଦେଖିବାକୁ ମିଳୁଛି, ଯୋଉ ପରିସ୍ଥିତି ଦେଖିବାକୁ ମିଳୁଛି, ସେ କେବେ ଶାନ୍ତ ହବ, କେମିତି ଶାନ୍ତ ହବ, ବିରୋଧୀ ଭୂମିକାରେ ମମତା କେମିତି କାମ କରିବେ ଏବଂ ଶାସକ ଦଳଙ୍କ ପାଖରେ କଣ ଆହ୍ୱାନ ରହିବ ପଶ୍ଚିମବଙ୍ଗ ଦୃଷ୍ଟିକୋଣରୁ, ତା ଆଗାମୀ ସମୟ କହିବ। ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି। ନମସ୍କାର।